ଯେଉଁ ଘରେ ସବୁବେଳେ କଳହ କ୍ଲେଶ ଲାଗି ରହୁଥାଏ, ପରିବାର ସଦସ୍ୟମାନଙ୍କ ଭିତରେ ସବୁବେଳେ ମନମାଳିନ୍ୟ ଥାଏ, ଅଶାନ୍ତି ପରିବେଶ ଭିତରେ ଆପଣ ରହୁଥାନ୍ତି, କ'ଣ କରିବେ? ଆପଣଙ୍କର ଘରର ପାଣି ଯେଉଁଠି ଆପଣ ରଖୁଛନ୍ତି, ସେଇଠି ପିଇବା ପାଣି ଯେଉଁଠି ରଖୁଛନ୍ତି, ସେଇଠି ଗୋଟେ ମାଟିର ସୁରେଇ ହେଉ ନହେଲେ ମାଠିଆ ହେଉ, ସେଥିରେ ଆପଣ ପାଣି ମାନେ ଆପଣଙ୍କର ଯେଉଁ ଫିଲ୍ଟର ୱାଟର ଅଛି ତାକୁ ରଖିବେ, ଯାହାକି ଆପଣ ପ୍ରତ୍ୟେକ ଦିନ ବ୍ୟବହାର କରିପାରିବେ। ସେଇ ମାଟିର ପାତ୍ରରେ ଆପଣ ସ୍ୱଚ୍ଛ ପିଇବା ପାଣି ରଖିବେ ଏବଂ ତା ପାଖରେ ସେଇ ମାଟି ପାତ୍ର ପାଖରେ ଆମର ଯଜୁର୍ବେଦରେ ଯେଉଁ ଶାନ୍ତି ପାଠ ଅଛି, ପୃଥିବୀ ଶାନ୍ତି ଆପ ଶାନ୍ତି ବନସ୍ପତି ଶାନ୍ତି, ସେଇ ମନ୍ତ୍ରଟିକୁ ଆପଣ ଲଗାଇବେ, ପ୍ରତ୍ୟେକ ଦିନ ଲଗାଇବେ ଏବଂ ସେଇ ମାଟି ପାତ୍ରର ପାଣିକୁ ଆପଣ ରୋଷେଇରେ ବ୍ୟବହାର କରିପାରିବେ, ପିଇବାରେ ବ୍ୟବହାର କରିପାରିବେ। এই ଉପାୟଟି କରିକି ଦେଖନ୍ତୁ, ପରିବାର ସମସ୍ତେ ଶାନ୍ତିରେ ରହିବେ।